ଯୁଗାବତାର ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ସଂସ୍କୃତି ତାଙ୍କ ଜୀବନାବଳୀ ଓ ତାଙ୍କ ଭାବଧାରା ଦିବ୍ୟ ସନ୍ଦେଶକୁ ପ୍ରଚାର ପ୍ରସାର କରିବା ମହାନ ଆଭିମୁଖ୍ୟ ନେଇ ପୁରୀ ଜିଲ୍ଲା କରମଳାସ୍ଥିତ ଶ୍ରୀ ଶାନ୍ତିଧାମ ଭଗବତ ଗୋଷ୍ଠୀଙ୍କ ତତ୍ତ୍ୱାବଧାନ ଓ ଦିଲ୍ଲୀ ଶ୍ରୀ ଅଭିରାମ ଭକ୍ତ ଗୋଷ୍ଠୀଙ୍କ ମିଳିତ ଆନୁକୂଲ୍ୟରେ ଗତକାଲି ତ୍ୟାଗରାଜ ନଗରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଅଭିରାମ ଭକ୍ତ ମିଳନ ଓ ସନାତନ ଧର୍ମସଭାର ଆୟୋଜିତ ହୋଇଯାଇଛି। ଦିବସବ୍ୟାପୀ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରାତଃରେ ଠାକୁର ଶ୍ରୀ ଅଭିରାମଙ୍କ ତୈଳଚିତ୍ର ବିଗ୍ରହ ସ୍ଥାପନା, ଷୋଡ଼ଶ ଉପଚାର ପୂଜା, ମଙ୍ଗଳ ଆରତୀ, ବାଲ୍ୟଭୋଗ, ମଧ୍ୟାହ୍ନ ଧୂପ ସହ ଭଜନ କୀର୍ତ୍ତନ ହୋଇଥିବା ବେଳେ ସନ୍ଧ୍ୟାରେ ଆୟୋଜିତ ସନାତନ ଧର୍ମସଭାରେ ପବିତ୍ର କରମଳା ପୀଠରୁ ଆସିଥିବା ପୂଜ୍ୟ ବାବାଜୀ ସଦାନନ୍ଦ ଦାସ ମହାରାଜଜୀ, ପୂଜ୍ୟ ବାବାଜୀ ହରେକୃଷ୍ଣ ଦାସ ମହାରାଜଜୀ, ପୂଜ୍ୟ ବାବାଜୀ ବନବିହାରୀ ଦାସ ମହାରାଜଜୀ ଏବଂ ପୂଜ୍ୟ ବାବାଜୀ ଦିବ୍ୟ ଚୈତନ୍ୟ ଦାସ ମହାରାଜଜୀ ପ୍ରମୁଖ ଠାକୁରଙ୍କ ବିଭିନ୍ନ ମଧୁର ଜଣାଣ ପରିବେଷଣ କରିବା ସହ ଠାକୁରଙ୍କ ଭାବଧାରା, ତାଙ୍କ ଜୀବନାବଳୀ, ଶ୍ରୀ ଅଭିରାମ ସଂସ୍କୃତି ଓ ତତ୍ତ୍ୱ ଦର୍ଶନ, ଠାକୁରଙ୍କ ଅଲୌକିକ ଲୀଳା, ଭକ୍ତମାନଙ୍କ ପାଇଁ ପ୍ରେରିତ ଦିବ୍ୟ ସନ୍ଦେଶ, ସନାତନ ଧର୍ମ ପ୍ରଚାର ପ୍ରସାର ଦିଗରେ ତାଙ୍କର ଭୂମିକା ସମ୍ପର୍କରେ ସଭାରେ ବିଶଦ ଭାବେ ଆଲୋକପାତ କରିଥିଲେ। ସେହିଭଳି ସନ୍ଧ୍ୟାରେ ଠାକୁରଙ୍କ ଉପରେ ଆଧାରିତ ନୃତ୍ୟ ପରିବେଷଣ ହୋଇଥିବା ବେଳେ ଡକ୍ଟର ଅର୍ଜୁନ ଚରଣ ମଲ୍ଲିକଙ୍କ ଦ୍ୱାରା ରଚିତ ଓ ପୂର୍ଣ୍ଣେନ୍ଦୁ ମହାପାତ୍ରଙ୍କ ଦ୍ୱାରା ଅନୁବାଦ ହିନ୍ଦୀ ପୁସ୍ତକ ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଜୀବନୀ ଦର୍ଶନ ପୁସ୍ତକକୁ ମଞ୍ଚାସୀନ ସାଧୁମାନେ ଲୋକାର୍ପିତ କରିଥିଲେ। ଏହି ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଦିଲ୍ଲୀ ଶ୍ରୀ ନୀଳାଞ୍ଚଳ ସେବା ସଂଘ ତଥା ହାଉଜ ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ନୋଏଡା ଶ୍ରୀ ଜଗନ୍ନାଥ ମନ୍ଦିର ସଭାପତି ଭୀମସେନ ରାଉତ, ଝିଲିମିଲି ଶ୍ରୀ ଜଗନ୍ନାଥ ମନ୍ଦିର ଅଧ୍ୟକ୍ଷ ସୁକାନ୍ତ ବିଶ୍ୱାଳ, ତ୍ୟାଗରାଜ ନଗରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ କାମଦେବ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ପଲେଇ, ସମରେନ୍ଦ୍ର ନାୟକ ପ୍ରମୁଖ ଏଥିରେ ଯୋଗ ଦେଇଥିବା ବେଳେ ଉତ୍ସବକୁ ଦିଲ୍ଲୀ ଅଭିରାମ ସତ୍ସଙ୍ଗର ପ୍ରତିଷ୍ଠାତା ଜୟରାମ ସାମଲ, ବିଜୟ ସାମଲ, ସୁବ୍ରତ ସାମଲ, ଉମେଶ ରାହୁଲ, ସୌମ୍ୟଶ୍ରୀ ନାୟକ, ପ୍ରଶାନ୍ତ ମହାନ୍ତି, ତ୍ରିଲୋଚନ ଜେନା, ପ୍ରଦୀପ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ଜଣାଯାଇଛି। ଦିଲ୍ଲୀରୁ ଲକ୍ଷ୍ମୀନାରାୟଣ ବେବର୍ତ୍ତାଙ୍କ ରିପୋର୍ଟ, ଓମ୍ ଟିଭି ଓଡ଼ିଶା। ଆଜି ଶ୍ରୀ ଶ୍ରୀ ଠାକୁରଙ୍କ ଦର୍ଶନ ଏବଂ ଠାକୁରଙ୍କ ଜୀବନୀ ଉପରେ ଶାନ୍ତିଧାମର ଆଗତ ସନ୍ନ୍ୟାସୀମାନେ ଆଲୋକପାତ କରିଥିଲେ ଏବଂ ନୂତନ କିଛି ଭକ୍ତ ଅନୁପ୍ରାଣିତ ହୋଇ ଆଜି ମଧ୍ୟ ଦୀକ୍ଷା ନେଇଛନ୍ତି ପ୍ରାୟ 50ରୁ ଉର୍ଦ୍ଧ୍ୱ। ତେଣୁ ଯାହା ହଉ ଆଜି ଅନୁଷ୍ଠାନଟି ବହୁତ ସୁନ୍ଦର ଭାବେ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଥିଲା। ଦିବାରାତ୍ର ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ଆଉ ସବୁ ପ୍ରକାର ସହଯୋଗ ଅନ୍ୟମାନଙ୍କଠାରୁ ମଧ୍ୟ ମିଳିଛି। ଆଗାମୀ ଦିନରେ ସିଦ୍ଧାନ୍ତ ନିଆଯାଇଥିଲା ପ୍ରାୟ 50 ବର୍ଷ ପୂର୍ବରୁ ଏହି ଶ୍ରୀ ଅଭିରାମ ସତ୍ସଙ୍ଗ କାର୍ଯ୍ୟକ୍ରମ କରିଆସୁଛି, କିନ୍ତୁ କୌଣସି ସ୍ଥାୟୀ ଜାଗା ଆମେ ନେଇପାରିନଥିଲୁ ଆଶ୍ରମ ପାଇଁ। ତେଣୁ ଗୋଟେ ସ୍ଥାୟୀ ଜାଗା କ୍ରୟ କରିବା ପାଇଁ ଆଜି ମଧ୍ୟ ଯାଇ ଆମେ ଗୋଟେ ଜାଗା ନିର୍ଣ୍ଣୟ କରିଛୁ ସାଧୁମାନଙ୍କ ସହିତ ଯାଇ। ତେଣୁ ଆଗାମୀ ଚିନ୍ତାଧାରା ଅଛି ଏବଂ ଭବ୍ୟ ମନ୍ଦିରଟେ ନିର୍ମାଣ କରି ଠାକୁରଙ୍କୁ ଏଠି ଦିଲ୍ଲୀରେ ଗୋଟେ ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା କରାଯାଉଛି। ତେଣୁ ସମସ୍ତ ଭକ୍ତମାନେ ଆଜି ପୂର୍ଣ୍ଣ ସହଯୋଗ କରିଛନ୍ତି। ଏବେ ଆଗାମୀ ପ୍ରାୟ 2-3 ମାସ ମଧ୍ୟରେ ଆମେ ଜାଗା ଏଇ କାମ ଆରମ୍ଭ କରିବୁ ବୋଲିକରି ଆଜି ସ୍ଥିର କରିଛୁ।